ଆରେଞ୍ଜ ମ୍ୟାରେଜମେଣ୍ଟ କାଲି ହେଇଛି। ସେ ଝିଅର ବାପ ସେକ୍ରେଟାରୀ ଜଣେ ଉଚ୍ଚ କର୍ମକର୍ତ୍ତା, ଝିଅଟି ଗୋଟେ ବ୍ୟାଙ୍କ ମ୍ୟାନେଜର ବମ୍ବେରେ, ଦେଖିବାକୁ ସୁନ୍ଦର। ଯେତେବେଳେ ଆମର ସବୁ ବାହାର ହୁଏ, ମୋ ମଝିଆ ଝିଅ ବାହା ହେଇଥିଲା, 50,000 ଲୋକ ଖାଇବାକୁ ଦେଇଥିଲେ ଭୁବନେଶ୍ୱର। ପ୍ରସାଦ ବାହାରକୁ 70,000 ଲୋକ ଦେଇଛନ୍ତି। ୟାରି ବାହାରେ ଦିଆ ହେଇଥିଲା 50,000 ଲୋକ। ମୋର ଯେତେବେଳେ ଆମ ପରିବାର ହୁଏ, ବହୁ ଆକାରରେ ଗରିବ ଲୋକ ଧନୀ ଲୋକ ଗୋଟେ ପ୍ରକାର ଖାଦ୍ୟ ଆମର ଦିଆ, ଉପର ଲୋକକୁ ଅଲଗା, ତଳ ଲୋକ ନାହିଁ, ଆମର ସେମ୍ ଫୁଡ୍। 100 ଖୁସି। ତମ ଜରିଆରେ ମୁଁ ଆଗ ଧନ୍ୟବାଦ ଦେବି। ଆଗରୁ ମୋ ପୁଅ ଯେଉଁଠି ବ୍ୟବହାର କରୁଥିଲେ, ସେ ପରିବାର, ତାଙ୍କ ବାପାଙ୍କୁ, ତାଙ୍କ ବୋଉଙ୍କୁ, ସେ ବୋହୂ ବି ଇଞ୍ଜିନିୟର ଥିଲେ, ତାଙ୍କ କଲିଜାକୁ ଧନ୍ୟବାଦ। ତାଙ୍କ ମାନେ ଯେଉଁଟା କୁହାଯାଏ ଇଜ୍ଜତକୁ ଧନ୍ୟବାଦ। ଆପୋଷ ସମାଧାନ ଜରିଆରେ ଆମର କୋର୍ଟରେ ଫାଇନାଲ୍ କରିଦେଲା ପରେ ଆରେଞ୍ଜ ମ୍ୟାରେଜମେଣ୍ଟ କାଲି ହେଇଛି। ସେ ଝିଅର ବାପ ସେକ୍ରେଟାରୀ ଜଣେ ଉଚ୍ଚ କର୍ମକର୍ତ୍ତା, ଝିଅଟି ଗୋଟେ ବ୍ୟାଙ୍କ ମ୍ୟାନେଜର ବମ୍ବେରେ, ଦେଖିବାକୁ ସୁନ୍ଦର। ଯେତେବେଳେ ଆମର ସବୁ ବାହାର ହୁଏ, ମୋ ମଝିଆ ଝିଅ ବାହା ହେଇଥିଲା, 50,000 ଲୋକ ଖାଇବାକୁ ଦେଇଥିଲେ ଭୁବନେଶ୍ୱର। ପ୍ରସାଦ ବାହାରକୁ 70,000 ଲୋକ ଦେଇଛନ୍ତି। ୟାରି ବାହାରେ ଦିଆ ହେଇଥିଲା 50,000 ଲୋକ। ମୋର ଯେତେବେଳେ ଆମ ପରିବାର ହୁଏ, ବହୁ ଆକାରରେ ଗରିବ ଲୋକ ଧନୀ ଲୋକ ଗୋଟେ ପ୍ରକାର ଖାଦ୍ୟ ଆମର ଦିଆ, ଉପର ଲୋକକୁ ଅଲଗା, ତଳ ଲୋକ ନାହିଁ, ଆମର ସେମ୍ ଫୁଡ୍। ମଟନ୍ ଦିଆଯାଏ, ଚିକେନ୍ ଦିଆଯାଏ, ଛିଞ୍ଚଡ଼ା ଦିଆଯାଏ, ସାଧା ତରକାରୀ ଦିଆଯାଏ, କ୍ଷୀରି ମିଠା ଦିଆଯାଏ। କାଲି ସେ ପୁଅ ମୋତେ ମନା କଲା ବାପା, କେବଳ ମୋ ପରିବାର, ମୋ କୁଟୁମ୍ବ ଭିତରେ ହେବ। ତେଣୁ ମୋରି ଜୋଇଁମାନେ, ମୋ ପିଉସୀମାନେ, ମୋ ଭଉଣୀମାନେ, ମୋ ପୁତ୍ର ନାତି ନାତୁଣୀମାନେ, ଆମରି ଘର ଭିତରେ କାଲି ବାହାରେ ଶାନ୍ତିରେ ହେଇଛି। ଏବଂ ଜଗନ୍ନାଥ ଆଲ୍ଲା ଯୀଶୁ ବୁଦ୍ଧଙ୍କୁ ଡାକୁଛି, ହେ ପ୍ରଭୁ, ମା ଦକ୍ଷିଣଚଣ୍ଡୀ, ଲକ୍ଷ୍ମୀ, ଗଣେଶ, କାର୍ତ୍ତିକ, ସେ ଦିହିଁକି ଆଶୀର୍ବାଦ ଦିଅ, ତାଙ୍କ ଜୀବନ ଆନନ୍ଦରେ କଟୁ, ଖୁସିରେ କଟୁ। ମୁଁ ତାକୁ କହିଲି, ମୁଁ କହିଲି ଗୋଟେ ଆମେ ପଙ୍ଗତ ଡାକିବା ସମସ୍ତଙ୍କୁ ନା ବାପା ନାହିଁ। ମୁଁ ଏଇନା ଯଦି ଡାକିବି, ବେଗୁନିଆ ବଲଗଡ଼ ଲୋକଙ୍କୁ ଡାକିବି, ଖୋର୍ଦ୍ଧା ଲୋକଙ୍କୁ ଡାକିବି, ଜଟଣୀ ଲୋକଙ୍କୁ ଡାକିବି, ଏକାପୁର ଲୋକଙ୍କୁ ଡାକିବି, ମଧ୍ୟମ ଲୋକଙ୍କୁ ଡାକିବି, ବାଲିଅନ୍ତା ବାଲିପାଳକୁ ଡାକିବି, ଲକ୍ଷେ। ମୁଁ କହିଲି ମୁଁ ରେଡ଼ି ଅଛି, ତୋ ବାପା ରେଡ଼ି। ଲକ୍ଷେ ଲୋକଙ୍କୁ ଖାଇବା ଦେଇ, ମଟନ୍ ଖାଇବେ, ମାଛ ଖାଇବେ, କଙ୍କଡ଼ା ଖାଇବେ, ଟୁଙ୍ଗୁଡ଼ି ଖାଇବେ, ସାଦା ଖାଇବେ। ନା ନାଇଁ ବାପା, ମୁଁ ହାତ ଯୋଡ଼ୁଛି। ଆମରି ପରିବାର, ଆମରି କୁଟୁମ୍ବ ଭିତରେ ବାହାର ପୁରା ସିକ୍ରେଟ୍ ରଖି, କିଛି ସେମିତି ପତିଆରା ନ କରି, ମୋର ପରିବାର ଭିତରେ କାଲି ବାହାରଟି ଶାନ୍ତିରେ ସମ୍ପୂର୍ଣ୍ଣ ହେଇଛି। ଜଗନ୍ନାଥ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ, ଭଲରେ ତାଙ୍କ ଜୀବନ। ସୁର ଭାଇଙ୍କ ମନରେ କିଛି କଥା ରହେନି, ସୁର ଭାଇ କେମିତି ଲୁଚେଇକି ମୁଁ କ'ଣ କରି, ସେ ମନା କଲା, କାହାରିକୁ କହିବନି ବାପା। ମୁଁ କହିଲି, ଆରେ ଆମେ ଭକ୍ତ ଦାସକୁ, ମୋହନ ମାଝିକି, ତମେ ନବୀନକି ଡାକିବା ନା, କାହାରିକୁ ଡାକିବା? ମିଡିଆକୁ କ'ଣ କରିବେ? କିଛି ମିଡିଆ ପାଇଁ ଗୋଟେ ମୋ ପୁଅ ପାଇଁ ମୁଁ ଗୋଟେ ସେପାରେଟ୍ କରିଦେବି ମୋ ତରଫରୁ, ତା କଥା ନ ମାନିକି। ଏଇ ଭିତରେ ଗୋଟେ ଆଇଁଷିଆ ଡେଟ୍, କାରଣ ଲବଙ୍ଗଗିରି ପାହାଡ଼ ଆମର ପରଦିନଠୁ ଆରମ୍ଭ ହେଇଯାଉ ଯଜ୍ଞ। 6, 7, 8, 9, 10 ଯଜ୍ଞ, 11 ପୂର୍ଣ୍ଣାହୁତି, 50,000 ଲକ୍ଷେ ଲୋକଙ୍କୁ ଡାକିଛୁ ଖାଇବା ପାଇଁ। ପୁଅ ବାହାଘରରେ ଆପଣ ନାଚିଲେ ନା? ହଁ, ଟିକେ ଦୋହଲିଛି ଭାଉଜକୁ ଧରି। ସୁରାଇର ମନ ଖୁସି ଅଛି। ହଁ। କାଲି କ'ଣ ଖାଇଲେ? ଅବଢ଼ା ପରା ଖାଇଲି। ସେ ଆମିଷ ଫାମିଷ ଭାଉଜ ମନା କଲା, ତମେ ପୁଅ ବାହା କରୁଛ, ତମେ ମାମୁଁ ବାହାର କଲା ତାର, ତମେ ପୁଅ ତମର ବାହା ହେଉଛି, ତମେ ଆମିଷ ଖାଇପାରିବ। ଆଗରୁ ଭାଇ ଗୋଟେ ସାଧାରଣ ଲୋକ ଥିଲେ, ଏବେ ଜଣେ ନେତା ହେଇଗଲେଣି, ଲୋକ ଟିକେ ମନ ଉଣା କରିବେନି? ହଁ, ଉଣା କରିବେ, କିନ୍ତୁ ପୁଅ ଯଦି ନ ଚାହିଁବ, ମୁଁ କେମିତି କହିବି? ସେ ନାହିଁ କରୁଛି, ମୁଁ କାହିଁ ଉପରେ ପଡ଼ିବି? କେବଳ ସାମ୍ବାଦିକମାନଙ୍କ ସହିତ ଭଲ ସମ୍ପର୍କ, ଗୋଟେ ମଲିଫୁଲିଆ ପଙ୍ଗତ ଆମର 11 ସରିଗଲେ ଯଜ୍ଞ, ତା ଭିତରେ